ଜାଣିଲ এই যে ঘটনা ঘটিছে সে পিলাକୁ ଆପଣ ଜାଣିଛନ୍ତି ଦେଖିଛନ୍ତି? ଦେଖିଥିଲି ମୁଁ ତ ରାତି 12ଟା ବେଳେ ଆମର ଶୁଣିଲେ ଦେ ଆସି ଦେଖିଲେ ଯେ ଖାଚା ହେଇଛି ଆଉ କିସ ପରିସ୍ଥିତି ଆମର ପଚାରିଲେ ତା କହିଲେ ଯେ ନା ଆମର ତ ଜାଣି ନାହିଁ କିଛି ରାତି 11ଟା ବେଳେ ସେ ଖାଇକି ଶୋଇଲା ତାପରେ ତା ମା କହିଲା ଯେ ଥାନା ଛକ ଯାଇଥିଲା ନେଇକି ଖାଇକି ଆଇଲା ଆଇନାକୁ ତା ମା କହିଲା ଯେ ମୁଢି ଖାବ ବୋଲି କହିନାକୁ ତା ମା କହିଲା ଯାଇକି ମୁଢି ବାଢିକି ତୁ ଖା ତାପରେ ତା ବାପା ଉଠିଲେ ଉଠିକି କହିଲେ ବେ ଛୁଆ କାହିଁକି ନା ଛୁଆ କାହିଁ ମୁଁ ତ ଜାଣିନି ନା ଦିଦି କତିରେ ଶୋଇଥିଲା ଯେ ନା ଦିଦି କତରା ମୋ ଶୋଇଥିଲା ତା ଦିଦି କତି ଯାଇଛି ମାରି ଟର୍ଚ୍ଚ ମାରି ଦେଖିଲା ବେଳକୁ ଏଠି ଗଛରେ ଝୁଲୁଛି ଯେ ତା ବାପା କହିଲେ ବି ଗଛରେ ବି ଛୁଆ ଚାଲିଏ ଝୁଲୁଛି ଜାନାକୁ ଏଇ କଥା କହିଲେ ଆମର ପଳେଇଲେ ଅଙ୍ଗନବାଡି ସିଏ 10:30 ବେଳେ ଯାଇଛି ଖାଦ୍ୟ ମୁଁ ଆଜି ଡାକିନି ମନି ଆଜି କିଶୋରୀ ଖାଦ୍ୟ ଦିଆହଉଛି ସବିତା ଆଜି ତ ଖାଦ୍ୟ ଆସି ନେଇଯା ଦେଇ ସବିତା ଗଲା ଦେଇ 10 ଟଙ୍କା ଖାଦ୍ୟ ଆମ ଅଙ୍ଗନବାଡିରୁ ଆସିଲା ବାପା କଣ ଘଟଣା ଗଲା କାହିଁକି ଏମିତି ଘଟଣା ମାନେ କାଲି ସେ ରାତିର ଥାନା ଛକକୁ ଯାଇଲା ସନ୍ଧ୍ୟା ବେଳେ ଥାନା ଛକରୁ ଆଇଲା ଆସିକି ବିରିୟାନୀ କିଣିଲା ଖାଇଲା ଖାଇସାରିକି ସେଠିକି ଆଇଲା ଟିଭି ଦେଖତେ ମୁଁ ସେଠି ସେ ଛକ ମଥାରେ ଠିଆ ହେଇଥିନି ସେଥିରେ ଆଇଲା ମତେ ଦେଖିକି ଆଇଲା ସିଧା ଏଇ ରାସ୍ତାରେ କି ଚାଲିଲା ଆସିକି ତା ମା କତିରେ ମଛଲି ରଖି ତା ମା ନିଜେ ଧରିଛି ସେ ମଛଲି ଭିତରେ ରଖି ବସିକି ମଶା ମାରୁଲା ତାପରେ ତା ମାକୁ ପଚାରିଲା ମା ଖାଇବୁନି ତା ମା କହିଛି ନେତ୍ର ମୁଁ ଖାଇବିନି ତୁ ଖାଇବୁ ଖାଇବେ ମାଛ ତରକାରୀ ଅଛି ଦେଇକି ବସିକି ସେଇଠି ମେଇକି ଧରିକି ବସିଥିଲା ସିଏ ଯେ କେତେବେଳେ ଯାଇକି ସେଠି ଯାଇକି ଫାঁସି ଲଗେଇ ଦେଇଛି ମୁଁ ଜାଣିନି ମୁଁ ଯେତେ ସେଠୁ ଆଇନି ମୁଁ ସଞ୍ଜ ବେଳକୁ ଖାଇ ଦେଇଥିଲି ବ୍ଲଡ ଟେଷ୍ଟ ହବ ବୋଲି ମୁଁ ଯେତେବେଳେ ଆସିକି ମଶାରୀ ଖାଞ୍ଚି ଦେଇକି ଖଟରେ ଶୋଇ ପଡିମି ସେଇଠି ମା କତିରେ ଶୁଏ କଂସାରେ ନମ୍ବାରେ ପଡିଛି ମା ପାଖରେ ଯେମିତି ମଣିଷକୁ ଶୋଇବା ଦେଇକି ଆମର ବୋଉ କହିନି ଘର ଭିତରେ କବାଟଟା ଲଗେଇଦେ ମୁଁ ଏଇ ଖଟରେ ଶୋଇ ପଡିନି ସିଏ କହିଲା କି ସେ ମୁଁ ବାହାରକୁ ଯିମି ବାହାରକୁ ହେଇକି ଆଇମି କବାଟ ଲଗେଇଦେମି ଆଉ ସିଏ ବାହାରକୁ ଯାଇକି ଯେ ଏଇ ଯେ ପିଣ୍ଡାକୁ ଉଠିବି ଟର୍ଚ୍ଚଟା ମାରିଦେଇଛି ମା କତିକି ମାରିଦେବାକୁ ମା କ୍ଲାସ ହଉଛି ସିଏ ନାହିଁ ମତେ କହିଲା ଛୁଆ କାହିଁକି ଛୁଆ ଘର କତିରେ ମୁଁ ଜାଣିମି କେମିତି ସେ ଯାଇକି ଦିଦି ସେବାଡେ ଆସିବ ଦିଦି କତିକି ଗଲା ଯଦି ଦିଦି କତିକି ଗଲା ସେଠି ଛୁଆ ନାହିଁ ଦେଇ କହିଲା ବି ଛୁଆ ସେଠି ବି ନାହିଁ ଏଠି ନାହିଁ ମାନେ ଝାଡା ଫେରତେ ଗଲା କି ସେଠି ପାଇଖାନା ସେଠି ମାନେ ପାଇଖାନା ଝାଡା ଚାଲିଗଲାନି କି ବଳେଇ ପକେଇଛି ମାରେ ଇଏ ଟର୍ଚ୍ଚଟା ଘିନିକି ଏତିକ ବାଟ ଆସିଛି ଇଏ ଟର୍ଚ୍ଚଟା ସିଧା ମାରି ଦେଇଛି ନା ଇଏ ତକେଇ ଦେଇଛି ମଣିଷ ଝୁଲୁଛି ଆଉ ସେ କହିଲା ଏ ମୋ ଛୁଆ ଆଉ ନାହିଁ ମୁଁ ଯେ ମସିରି ଭିତରେ ଥିଲି ଛିଡିକି ଉଠିକି ମୁଁ କିଛି ହେଲା ନାହିଁ ମାନେ ତକେଇଦେନି ଏତେ ବାଟକୁ ଦିଶୁଛି ସିଏ କାରଣ କଣ ଏମିତି ହବାର ସିଏ କହୁଲା କି ସବୁ କମ୍ପ୍ୟୁଟର ପଢିବ ମୁଁ ତାକୁ କହିଲି ଛୁଆ କମ୍ପ୍ୟୁଟର ଯେ ପଢିବୁ ରେଜଲ୍ଟ ବାରୁ ନା ବାବା ମୋର 400 ରହିବ ମାନେ 400 ମାନେ 300 ଆଡେ ରହିବ ବର୍ଷ କପି ନାହିଁ ମାନେ 300 ଆଡେ ରହିବ ହଉ ରହ ଟିକେ ନା ନା ସବୁ ସାଙ୍ଗମାନେ ଇଏ ହେଲାଣି ତୁମେ ଯାଇକି ଇଏ କର ବୁଝାବୁଝି କର ମାନେ ହଉ ଯିବା ଯିବା କହିକି ମୁଁ 2 ଦିନ ଇଏ କହିବା 2 ଦିନ ପରେ ମୁଁ କଲେଜ ଗତି ଗଲି ସେ କମ୍ପ୍ୟୁଟର ପଚାରି ବୁଝିକି ଆଇନି ତାହେଲେ ବାବା କିସ ବୁଝିଲ ମାନେ ସେ ତ ଏଇ କଥା କହୁଛି ଆଉ ପଇସା ନବ ଏଠୁ ହଉ ଆଉ ଗୋଟେ ଦିଟା ଜାଗା ବୁଝିବା ଯାଦ୍ୱାରା କାଲି ମଲା ତା ଆଗ ଦିନ ମୁଁ ଏଇଠି ଆମର ଏଇ ବ୍ୟାଙ୍କ କତିରେ ସେ କରେ ତା କତି ଯାଇନି ତା କତି ଯାଇକି ପଚାରିନି କହିଲା 13,000 ନବ ମୁଁ 13,000 ନବ କେତେ ନା ବର୍ଷେ ପାଇଁ ଦେମନି ହଉ ତୁମେ ଗୋଟେ କାମ କରିବ କାଲି ସକାଳେ ନା ଟିକେ ଆମର ଯିବ ତ ଛୁଆ ଥିବ ମୁଁ ଥିମି ତା ମା ଥିବ ଆଉ ମୋର ଟିକେ ନିନ୍ଦରୁ ନା ମୁଁ 7:30 କ୍ଲାସ କରିମି ମାନେ ତାହେଲେ ତୁମେ ଆହୁରି ସକାଳେ ପଳେଇବ ନା ହଉ ଦେଖିବା ମୁଁ ଆସି କହିନି ମୁଁ ଶିବାକୁ କହିନି ନା ବାବା କାହା ବୁଝ ମୁଁ ଶିବା କତିରେ କହିବି ନା ମୁଁ ସେଇ ଶିବା କତିରେ ନହେଲେ ପଡିମି କଣ ଘଟଣା ଘଟିଛି ଯେ ଆମେ ତ ଜାଣିନୁ ନା ତେଣୁ ତାଙ୍କର ପୋଡିବା ପାଇଁ ନେଇ ଯାଉଥିଲେ ଆମ ସିଆରପି ଫୋନ କରି କହିଲେ ଯେ ତାଙ୍କର ପୋଡିବା ପାଇଁ ନେଇ ଯାଉଛନ୍ତି ତୁମର ଯାଇ ଟିକେ ଅଟକାଅ ଆମର ସେ ପୋଡିବା ପାଇଁ ନେଇ ଯାଉଥିଲା ବେଳେ ଆମର ତାଙ୍କୁ ଅଟକେଇକି ରଖିଛି ଯେ ନା ପୋଷ୍ଟମର୍ଟମ ତ ହବା ଦ୍ୱାରା କିସ ପାଇଁ ମରିଛି ଆମେ ତ ଜାଣିନି ନା ତେଣୁ ପୋଷ୍ଟମର୍ଟମ ହେଲା ପରେ ତାପରେ ଯାଇକି ନେଇକି ପୋଡିବେ ଏ ପାଇଁ ଆମେ ସମସ୍ତେ ଠିଆ ହେଇକି ଅଟକେଇକି ରଖିଛୁ ସେଇଟା ତ ଆମେ ଜାଣିପାରୁନୁ ନା ରାତି ଭିତରେ କଣ ହେଇଛି ସେଟା ତ ଆମେ କିଛି କହିପାରିବାନି ନା ସେଇଟା ଜାଣିପାରୁନି ଆମେ କିସ ହେଇଛି ତ ସେଟା ତ ଆମେ ଜାଣିପାରୁନି ସକାଳେ ଉଠେଇକି ପୋଡି ଦେବା ପାଇଁ ନେଇକି ଯାଉଥିଲେ ଯେ ଶବ ପୋଡିଛି ତ ତେଣୁ ଘର ଲୋକ ତାଙ୍କର ସମସ୍ତେ ମିଶିକି ନେଇକି ଯାଉଥିଲେ ପୋଡିବା ପାଇଁ କି ଆଉ ହେଇନାହିଁ କିଛି ହେଇନାହିଁ ସେ ବଡିକୁ ଅଟକେଇଥିଲେ ଏଥିପାଇଁ ଯେ
ଆମେ ଦେଖିଲୁ ରାତି 11:30 12ଟା ମୁଁ ଆମେ ଦେଖୁଛୁ ଝୁଲୁଛି ଦେଖିଲା ବେଳକୁ ରାତି ପାଇଗଲା ବୋଲି ଝୁଲୁଛି ତାର କିଛି ଘଟଣା ଜାଣିପାରିଲେନି ଆସିବା ମୁଁ କାମ ସାରିକି ଆସିଲା ବେଳକୁ କାଟିକି ପକେଇଦେଲେ ଓ ଥାନା ବାଲା ଆସିକି କାଟିଲେ କି ମୁଁ କାହିଁ ନା ତ ଥାନା ବାଲା ଆସିନାହାନ୍ତି କାଟିଲେ କେନେ ତାନେ ଥାନା ଆସିନେ କାଟିଥାନ୍ତେ ଥାନା ନ ଆସିଛନ୍ତି କାଟିଲେ କାହିଁକି ତାପରେ ନିଜେ କାଟିଲେ ସବୁ ନେଇକି ପଳେଇ ଗଲେ ଘୁଷେଇକି ଘର ଭିତରକୁ ଆମେ ଅପେକ୍ଷା କଲୁ ତାପରେ ଆମ ମନକୁ ଆଣିଲୁ ଯେ ଏଠି ମଦ ବେପାର ବହୁତ ଜୋର ଚାଲିଛି ଗାଁରେ ସେ ଝିଅର ବାପା ମଦ ବେପାର ଚାଲିଛି ସବୁ ସମୟ ଆସୁଛନ୍ ଖାଉଛନ୍ ଯାଉଛନ୍ ଇଏ କରୁଛନ୍ ଆମେ ଯାଉଛୁ ଆସୁଛୁ ଝିଅ ଯୋଉ ନେଇ ଇଏ କରୁଛୁ କେତେ ଇଏ କଲା ପରେ ବୋଲି ସେମାନେ କହିଲେ ସେ ବ୍ୟବସାୟରେ ଚାଲିବେ ଆମେ ବୋଲି ବନ୍ଦ କରିଦେଲୁ ଯେ ବ୍ୟବସାୟରେ ଚଳୁଛନ୍ ଚଲିଥାଉ ତାପରେ ଚାଲିବା ସତ୍ତ୍ୱେ ବୋଲି ଆଜି ଯେତେବେଳେ ଏଇ ଘଟଣାଟା ଘଟିଗଲା ସେଥିପାଇଁ ମୁଁ ବନ୍ଦ ଗୋଷ୍ଠୀ ବାଲାକୁ ଡାକିକି ବନ୍ଦ କରିବାକୁ ଆଗ୍ରହ ନେଲି ମୁଁ ସନ୍ଦେହ କଲି କାହିଁ କିଛି ଝିଅର କିଛି ପ୍ରୋବ୍ଲେମ ଆମେ ଦେଖିନୁ ଶୁଣିନୁ ଜାଣିନୁ ସେଥିପାଇଁ ପ୍ରୋବ୍ଲେମ ଇଏ କରି ମୁଁ ଗୋଷ୍ଠୀ ବାଲାକୁ ସନ୍ଦେହ କରି ଡାକିଲି ମୁଁ କହିଲି ଝିଅର କିଛି ନାହିଁ କି ସେଇ ମଦ ବେପାରରୁ ହେଇଛି କି କିସ ପାଇଁ ହେଇଛି ତ ପୋଷ୍ଟମର୍ଟମ ହେଲେ କି ଥାନା ବାଲା ଆସିଲେ ଜାଣିପାରିବା ସେଥିପାଇଁ ଆମେ ଅଟକେଇକି ରଖିଛୁ।